Hallelujah. Praise the Lord. Thank you, Jesus. We love you, Jesus. ସମସ୍ତଙ୍କୁ ଜୟ ଯୀଶୁ। ଆଜି ସାଧାରଣ କାଳର ଷଡ଼ବିଂଶ ରବିବାର यानी 26 Sunday of the ordinary time। ଆଜିର ପଠନାବଳୀ ଆମେମାନେ ଅନୁଧ୍ୟାନ କରିବା ସାଧୁ ଲୁକ୍ ଲିଖିତ ସୁସମାଚାର ଅଧ୍ୟାୟ 16 ପଦ ସଂଖ୍ୟା 19 ରୁ 31 ଯାଏ। ତୁମ୍ଭ ଜୀବଦଶାରେ ତୁମ୍ଭେ ଉତ୍ତମ ଜିନିଷ ପ୍ରାପ୍ତି କଲ, କିନ୍ତୁ ଲାଜାର ଅଶୁଭ ବିଷୟ ପ୍ରାପ୍ତ ହେଲା। ବର୍ତ୍ତମାନ ସେ ସାନ୍ତ୍ୱନା ଭୋଗ କରୁଅଛି, ଆଉ ତୁମେ ଯାତନା ପାଉଅଛ। ଜଣେ ଧନୀ ଲୋକ ଥିଲେ, ସେ ସୂକ୍ଷ୍ମ ରଙ୍ଗିତ ଲୁଗା ପିନ୍ଧନ୍ତି ଏବଂ ପ୍ରତିଦିନ ଆଡ଼ମ୍ବରରେ ଆମୋଦ ପ୍ରମୋଦ କରନ୍ତି। ତାଙ୍କର ଦ୍ୱାର ପାଖରେ ସର୍ବାଙ୍ଗ ଘାରେ ପୂର୍ଣ୍ଣ ଲାଜାର ନାମରେ ଜଣେ ଭିକାରୀ ପଡ଼ିଥାଏ। ଧନୀର ମେଜରୁ ପଡ଼ିଥିବା ଖାଦ୍ୟର ଉଦ୍ଦିଷ୍ଟରେ ଉଦର ପୂର୍ତ୍ତି କରିବାକୁ ଆଶା କରୁଥିଲା, ତଥାପି ତାହା ପାଉନଥିଲା ଏବଂ କୁକୁର ଆସି ତାହାର ଘା ଚାଟେ। କାଳକ୍ରମେ ଏହି ଭିକାରୀ ମରିଗଲା। ଦେବଦୂତମାନେ ତାହାଙ୍କୁ ନେଇ ଆବ୍ରାହାମଙ୍କ କୋଳରେ ରଖିଲେ। ଧନୀ ବି ମରିଗଲା ଏବଂ ତାହାର ସମାଧି ହେଲା। ନରକର ଯାତନା ମଧ୍ୟରେ ସେ ଚକ୍ଷୁ ମେଲା କରି ଦୂରରୁ ଆବ୍ରାହାମ ଓ ତାହାଙ୍କର କୋଳରେ ଲାଜାରଙ୍କୁ ଦେଖିବାକୁ ପାଇଲା। ତେଣୁ ସେ ଉଚ୍ଚ ସ୍ୱରରେ କହିଲା, ପିତା ଆବ୍ରାହାମ, ଦୟା କରନ୍ତୁ, ଲାଜାରଙ୍କୁ ପଠାଇ ଦିଅନ୍ତୁ, ଯେପରି ସେ ଅଙ୍ଗୁଳିର ଅଗ୍ର ଆଗ ପାଣିରେ ବୁଡ଼ାଇ ମୋର ଜୀବ ଶୀତଳ କରେ, କାରଣ ଏହି ଅଗ୍ନିରେ ମୁଁ ବଡ଼ ଯନ୍ତ୍ରଣା ପାଉଅଛି। ଆବ୍ରାହାମ ଉତ୍ତର ଦେଲେ, ବତ୍ସ, ସ୍ମରଣ କର, ତୁମେ ତୁମର ଜୀବନ କାଳରେ ସୁଖ ପାଇଅଛ, ଲାଜାର ସେହିପରି ଦୁଃଖ ପାଇଅଛି। ବର୍ତ୍ତମାନ ସେ ଆରାମ ଭୋଗ କରୁଅଛି, ତୁମ୍ଭେ ଯନ୍ତ୍ରଣା ପାଇଅଛ। ତାହା ଛଡ଼ା ଆମ ଓ ତୁମ ମଧ୍ୟରେ କୌଣସି ବଡ଼ ଗର୍ତ୍ତ ରହିଅଛି, ଯେପରି ଏଠାରେ କେହି ତୁମମାନଙ୍କ ନିକଟକୁ ଯାଇ ନପାରେ କିମ୍ବା ସେଠାରୁ ଆମ ପାଖକୁ କେହି ଆସି ନପାରେ। ସେ କହିଲା, ପିତା, ତେବେ ମୁଁ ଆପଣଙ୍କୁ ଅନୁନୟ କରୁଅଛି, ଏହାକୁ ମୋ ପିତାଙ୍କ ଘରକୁ ପଠାଇ ଦିଅନ୍ତୁ, କାରଣ ମୋର 5ଟି ଭାଇ ଅଛନ୍ତି। ସେ ଯାଇ ସେମାନଙ୍କୁ ସତର୍କ କରିଦେଉ, ଯେପରି ସେମାନେ ଏହି ଯାତନାମୟ ସ୍ଥାନରୁ ନ ଆସନ୍ତି। ଆବ୍ରାହାମ ଉତ୍ତର ଦେଲେ, ମୋସେସ ଓ ଭବିଷ୍ୟତ ବକ୍ତାମାନଙ୍କର କଥା ସେମାନେ ଜାଣନ୍ତି, ସେମାନଙ୍କର କଥା ସେମାନେ ମନ ଦେଇ ଶୁଣନ୍ତି। ତହୁଁ ସେ କହିଲା, ନା ପିତା ଆବ୍ରାହାମ, ବରଂ ମୃତମାନଙ୍କ ମଧ୍ୟରୁ ଯଦି କେହି ସେମାନଙ୍କ ନିକଟକୁ ଯାଏ, ସେମାନେ ମତି ପରିବର୍ତ୍ତନ କରିବେ। କିନ୍ତୁ ସେ ତାହାଙ୍କୁ କହିଲେ, ଯଦି ସେମାନେ ମୋସେସ ଓ ଭବିଷ୍ୟତ ବକ୍ତାମାନଙ୍କର କଥା ନ ଶୁଣନ୍ତି, ସେମାନେ ମୃତ୍ୟୁମାନଙ୍କ ମଧ୍ୟରୁ କେହି ଉତ୍ଥିତ ହେଲେ ମଧ୍ୟ ବିଶ୍ୱାସ କରିବେ ନାହିଁ। ଅତି ସୁନ୍ଦର ବାକ୍ୟ ଏବଂ ପଠନାବଳୀ ଆମମାନଙ୍କୁ ଶିକ୍ଷା ଦିଏ, ପ୍ରିୟ ଭାଇ ଭଉଣୀମାନେ, ଯେ ଈଶ୍ୱରଙ୍କର ଦୟା, କରୁଣା, ଅନୁକମ୍ପା ସମସ୍ତଙ୍କ ଉପରେ ଅଛି। କିନ୍ତୁ ଯିଏ ଅନ୍ୟାୟ, ଦୁର୍ନୀତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ ନ କରେ, ସେ ଜୀବଦଶାରେ ଏବଂ ପରିଶେଷରେ ସେ ନିଶ୍ଚିତ ଭାବରେ ଈଶ୍ୱରଙ୍କ ଦ୍ୱାରା ତିରସ୍କୃତ ହେବ। ଏହା ନିଶ୍ଚିତ ଭାବେ ସ୍ୱାଭାବିକ ଆମ ସମସ୍ତଙ୍କ ପାଇଁ ଜୀବନ। ତେଣୁ ଆଜିର ପ୍ରଥମ ପଠନ ପ୍ରବକ୍ତା ଆମୋସଙ୍କ ଗ୍ରନ୍ଥରୁ ନିଆଯାଇଅଛି। ଆଉ ସେ କହନ୍ତି ଯେ ଧିକ୍ ସେମାନଙ୍କୁ ଯେଉଁମାନେ ଗଜଦନ୍ତ ପଲଙ୍କରେ ଶୟନ କରନ୍ତି ଏବଂ ତୁଳି ତଳ୍ପରେ ଦେହ ଲମ୍ବାଇ ଆରାମ କରନ୍ତି। ତେଣୁ ଯେଉଁମାନେ ଆଜିର ଆଧୁନିକ ସମାଜ କେତେ ପରିମାଣରେ କମ୍ଫର୍ଟ ବା ଆରାମ କରିବା ସମସ୍ତଙ୍କର ଚିନ୍ତା। ଦ ବେଷ୍ଟ ୱେ ଟୁ ଗେଟ୍ କମ୍ଫର୍ଟ ହେଉଛି ସମସ୍ତଙ୍କର ପ୍ରୟାସ ଏବଂ ସମସ୍ତେ ସେଥିପ୍ରତି ଧ୍ୟାନ ଦିଅନ୍ତି। ତେଣୁ ଏ ଟେକ୍ନୋଲୋଜି, ଏ ଦୁନିଆ ଅସଲରେ ସରଳରେ କେମିତି କାମ ହାସଲ କରିବ, କେମିତି ଶରୀରକୁ କେତେ କମ୍ଫର୍ଟ ଦେବା, ସେଇଟା ହେଉଛି ଆମ ସମସ୍ତଙ୍କର ଉଦ୍ଦେଶ୍ୟ। ତେଣୁ ଆଜି ସେହି ପ୍ରବକ୍ତା କହନ୍ତି, ଯେଉଁମାନେ ଆଳସ୍ୟ ଜୀବନ ଯାପନ କରନ୍ତି ଏବଂ ସହଜରେ ସର୍ଟକଟ୍ରେ ଧନୀ ବା ପ୍ରାଚୁର୍ଯ୍ୟ ଲାଭ କରନ୍ତି, ସେମାନଙ୍କର ପରିଣାମ କ'ଣ ହେବ ବୋଲି ଆଜି ଆମୋସ ଆମ ସମସ୍ତଙ୍କୁ ସେହି ବାକ୍ୟ ଦ୍ୱାରା ଆମମାନଙ୍କୁ ସଠିକ୍ ବା ଉତ୍ତମ ହେବା ପାଇଁ ସେ ଆମମାନଙ୍କୁ ସାହାଯ୍ୟ କରନ୍ତି। ଠିକ୍ ସେମାନଙ୍କର ଯେ ଗୋଠରୁ ମେଷ
गुहाळु बाछुरी बध करी भजन करती धिक जो माने वीणा झंकार तानरे ललित संगीत गान करती एवं दाऊदंकर तुल्य संगीत सरंजाम उद्भावन करती। आजिकालीर दुनिया किपरि भावरे बढ़ी चली अच्छी प्रिय भाई बहन आमे समस्ते जानू समस्त को दरकार आमोद प्रमोद विलास व्यसन जीवन एवं बिना कष्टरे बिना दुखरे बिना अभाव असुविधारे समस्ते आराम जीवन यापन करने चाहती। तेणु आज यही पठन आह्वान को सूचाई दिए जे यही आराम यही भोग विलास बेसी दिन तिष्टि रहिब नाही। कारण जी जेते परिश्रम कठोर परिश्रम करे धन उपार्जन करे निजर नाम मर्यादा उपार्जन करे सेतिकी परिमाण रे सेतिकी कष्ट हेले ही सही सुनाम तार विलोप हेबो। किंतु जे सहलरे सुख्याति सहलरे सहजरे प्रसिद्धता लाभ करे ताहा बेसी दिन तिष्टि पारिब नाही। तेणु द्वितीय पठन रे आमे सुनिबा प्रेरित पाउलଙ୍କ पत्र पाठ तिमोती आमे तिमोती लेखन्ती जे विश्वास प्रेम सहिष्णुता मृदुभाव हासिल कर कौन विश्वास प्रेम सहिष्णुता एवं मृदुभाव हासिल कर तुमर धर्म विश्वास बजाय रखिबा पाई संग्राम कर एवं अनंतर जीवनर अधिकारी हो। यही पार्थिव दुनिया रे यही क्षणभंगुर दुनिया रे सबुजाक माया मोर प्रियर भाई भणी माने। तेणु से माया जाल रे जी पड़ती यद्यपि बिगिनिंग आरंभ रे आराम मिली थाए किंतु जीवनर परिणाम रे अश्रुपात क्रंदन रोदन विलाप दंत घर्षण रे जीवन समाप्त होता है। तेणु जीवन को एपरी भाव रे आमे आगु को नेबा समस्तंकर विश्वास जिणिबा प्रेम सहिष्णुता मृदुभाव आदान प्रदान करी जदि आमे आमर जीवन को कटेबा निश्चित भाव रे अन्यर मंगल हेबा साथे साथे आमर मध्य विश्वासर पथ स्वर्गीय पथ उन्मुक्त होता है। तुमर धन विश्वास बजाय रखिबा संग्राम कर अनंत जीवनर अधिकारी हो। यही क्षणभंगुर यही क्षणक लालसा क्षणक आनंद रे तुम्हें निजको नष्ट भ्रष्ट कर नाही। कारण जो दिन तुम्हें अनेकंकर सम्मुख रे तुमर धर्म विश्वास स्वीकार कल से दिन ठार तुम्हें ईश्वर द्वारा एवं अनंत जीवनर आहूत पाइछ। ये जो सुंदर आह्वान आम पाइछु प्रियर भाई बहन कृष्ण को जानी कृष्ण को चिन्नी यही जगत रे कृष्ण को देवा होची आम समस्त लक्ष्य। तेणु यही दुनिया रे यही समाज रे धनी गरीब कला गोरा अनेक तारतम्य अच्छी किंतु आम क्रिस्टियान हिसाब से कैथोलिक हिसाब से आम समस्त मूल धर्म है जे समस्त विश्वास जिणिबा प्रेम जिणिबा सहिष्णुतार मृदु भाषा द्वारा आमे माने सुसंवाद अन्य मान को देवा होची आम समस्त कर्तव्य। तेणु आज सुसमाचार आमे शुणिबा जे जड़े धनी लोक एवं गरीब लोक किपरि भाबरे से धनी लोक विलास व्यसन जीवन यापन करथिला प्रथम पठन परी एवं उत्तम विलास रंगीन यही सबुरे यही जगत आज आम समस्त को से आरामदायक जीवन यापन करने चेतावनी दिए। किंतु जीशुख्रीष्ट यही सुसमाचार माध्यम आम को शिक्षा दियंती जे तुम्हें माने विलास व्यसन यापन करिबे भल मना नाई किंतु अन्य जड़े कष्ट पाउची दुख पाउची जंत्रणा पाउची तमे ता प्रति जदि किछि संवेदनशीलता हुओ नाही ताहले आमे तुमको विचार करिबु। आ से विचार कोन जे जेतेबेले लाजार मरी जाउछि कष्ट पाई दुख पाई से तांकर मेजर जो ऐठा पड़ुछि ता खाइबा बेले कुकुर माने आसी तार घा बा ताहा चाटुथिले। आ एही व्यक्ति आराम रे विलास व्यसन यापन करी ता प्रति किछि
ଅନୁରକ୍ତ ହୋଇନଥିଲା, ତାପରେ କିଛି ଦୟା ଅନୁକମ୍ପା ପ୍ରଦାନ କରୁନଥିଲା। ଆଉ ସେଥିରେ ଆମର ଈଶ୍ୱର କହନ୍ତି ଯେ ଯେତେବେଳେ ସେ ମରିଯାଉଛି ଦୂତମାନେ ଆସି ତାଙ୍କୁ ଉପରକୁ ନେଲେ। କିନ୍ତୁ ଅନ୍ୟ ପକ୍ଷରେ ଯେ ଧନୀ ବ୍ୟକ୍ତି ମରିଯାଉଅଛି ତାର ନାଁ ନାହିଁ, ତାର ଆଇଡେଣ୍ଟିଟି ନାହିଁ। ଅନ୍ୟ ପକ୍ଷରେ ଗରିବ ହେଲେ ସୁଦ୍ଧା ତାର ବ୍ୟକ୍ତିତ୍ୱ ଅଛି, ତାର ନାଁ ଅଛି, ତାର ଆଇଡେଣ୍ଟିଟି ଅଛି। ତେଣୁକରି ଆଜି ଆମେ ସମସ୍ତେ ଜାଣୁଅଛୁ। ଆଉ ସେ ଯେତେବେଳେ ମରିଗଲା ଆବ୍ରାହାମଙ୍କର କୋଳରେ ବସିଲା ଏବଂ ଏହି ଧନୀ ବ୍ୟକ୍ତି ଯେତେବେଳେ ମରିଗଲା ନର୍କ ଯନ୍ତ୍ରଣା କଷ୍ଟ ପାଉଅଛି। ଆଟଲିଷ୍ଟ ହେ ସଦାପ୍ରଭୁ ସେହି ଲାଜାରଙ୍କୁ ପଠାଅ, ତାଙ୍କର ଅଙ୍ଗୁଳିରେ ମୋର ଜିଭା ଯେଉଁ ନିଆଁରେ ଯେଉଁ କଷ୍ଟ ଦୁଃଖ ପାଉଅଛି ତାହା ଲାଘବ କରିବ। ଏବଂ ସେ ମଧ୍ୟ କହୁଅଛି, ବିକଳ୍ପ ପ୍ରାର୍ଥନା କରୁଅଛି ଯେ ମୋର ଆଉ 5 ଜଣ ଭାଇମାନେ ଅଛନ୍ତି, ତମେ ଏହି ସ୍ୱର୍ଗରେ ଥିବା ବ୍ୟକ୍ତିଙ୍କୁ ପଠାଅ ଯଦ୍ୱାରା ସେମାନେ ମତି ପରିବର୍ତ୍ତନ କରି ମୋ ପରି ଯନ୍ତ୍ରଣା ନ ପାଆନ୍ତୁ। କିନ୍ତୁ ସଦାପ୍ରଭୁ କହନ୍ତି ଅନେକ ଲୋକମାନଙ୍କୁ ପ୍ରବକ୍ତାମାନଙ୍କୁ ପଠାଇ ଅଛି, ପ୍ରେରିତମାନଙ୍କୁ ପଠାଇ ଅଛି, ଅନେକ ଶିଷ୍ୟମାନଙ୍କୁ ପଠାଇ ଅଛି, କିନ୍ତୁ ଯଦି ସେମାନଙ୍କୁ ଯଦି ବିଶ୍ୱାସ କରିବେ ନାହିଁ ତେବେ ଏହି ସ୍ୱର୍ଗରୁ ପଠାଇଲେ ମଧ୍ୟ କିଛି ପ୍ରଭାବ ପଡ଼ିବ ନାହିଁ। ତେଣୁ ମୋର ପ୍ରିୟର ଭାଇ ଭଉଣୀ, ଏହି ସୁନ୍ଦର ଜଗତ, ଏହି ପୃଥିବୀରେ ଈଶ୍ୱର ଆମମାନଙ୍କୁ ଜୀବନ ଦେଇଛନ୍ତି, ସୁଯୋଗ ଦେଇଛନ୍ତି ଯେ କିପରି ଭାବରେ ଆମେ ସମସ୍ତେ ଅନ୍ୟମାନଙ୍କୁ ସ୍ନେହ ପ୍ରେମ ଆଦର ଏବଂ ବିଶ୍ୱାସ ଭାଜନରେ ସମସ୍ତଙ୍କୁ ବଢ଼େଇ ନେବା। ଅନ୍ୟାୟ ଅନୀତି ଦୁର୍ନୀତି ଦ୍ୱାରା ଆମେ କେବେ ହେଲେ ଜଗତର କଲ୍ୟାଣ କରିପାରିବା ନାହିଁ ଏବଂ ସ୍ୱର୍ଗ ସୁଖ ଆମେମାନେ ପାଇପାରିବା ନାହିଁ। ତେଣୁ ଏହି ପୃଥିବୀରେ ବଞ୍ଚିଥିବା ସମୟରେ ସଂଗ୍ରାମ ତ ଅଛି, ସଂଘର୍ଷ ଅଛି। ଏତଦ୍ ବ୍ୟତୀତ ଯଦି ଆମେ ଈଶ୍ୱରଙ୍କର ସେହି ବାକ୍ୟ ଅନୁଧ୍ୟାନ କରିବା, ପାଳନ କରିବା ଯେ ତୁମର ଈଶ୍ୱରଙ୍କୁ ସମ୍ପୂର୍ଣ୍ଣ ମନ ପ୍ରାଣ ଦେଇ ପ୍ରେମ କର, ପ୍ରତିବାସୀକୁ ଆତ୍ମଶୂନ୍ୟ ଆତ୍ମତୁଲ୍ୟ ପ୍ରେମ କର, ସାହାଯ୍ୟ ସହଯୋଗ ପ୍ରଦାନ କର, ତେବେ ନିଶ୍ଚିତ ଭାବରେ ସେ ଈଶ୍ୱର ଆମ ସମସ୍ତଙ୍କୁ ପରିତ୍ରାଣ ଦେବେ। ଆଉ ଆମେମାନେ ସେହି ନରକ ଯନ୍ତ୍ରଣା ଦୁଃଖରେ କାଳାତିପାତ ନ କରି ସିଧାସଳଖ ଏହି ଲାଜାରଙ୍କ ପରି ପିତା ଈଶ୍ୱରଙ୍କର ଆବ୍ରାହାମଙ୍କର ପରି ଆମେମାନେ ଈଶ୍ୱରଠାରେ ସଂଶ୍ଳିଷ୍ଟ ହେବା, ସଂଯୁକ୍ତ ହେବା ଏବଂ ସ୍ୱର୍ଗ ସୁଖ ଲାଭ କରିବା। ତେଣୁ ଆଜିର ଏହି ଷୋଡ଼ବିଂଶ ରବିବାର 3ଟି ପଠନ ଯାକ ଆମମାନଙ୍କୁ ସେହି ଚେତାବନୀ ଦିଏ ଯେ ଆମେ ସମସ୍ତେ କିପରି ଉପଯୁକ୍ତ ହେବା, କିପରି ଈଶ୍ୱରଙ୍କର ସ୍ତବଗାନ କରିବା ଏବଂ ତାଙ୍କଠାରେ ସଂଯୁକ୍ତ ହୋଇ ଜୀବନର ସେହି ମହାନ ପୁରସ୍କାର ଲାଜାର ପାଇଲା ପରି ଆମେମାନେ ସମସ୍ତେ ପାଇବା। ହେ ମୋର ଆତ୍ମା ପ୍ରଭୁଙ୍କର ସ୍ତବଗାନ କର, ହେ ମୋର ଆତ୍ମା ପ୍ରଭୁଙ୍କର ସ୍ତବଗାନ କର, କାରଣ ସେ ବିଶ୍ୱାସୀଙ୍କୁ ରଖନ୍ତି ସୁରକ୍ଷିତ ଚିରନ୍ତନ, କାରଣ ସେ ବିଶ୍ୱାସୀଙ୍କୁ ରଖନ୍ତି ସୁରକ୍ଷିତ ଚିରନ୍ତନ। ହେ ମୋର ଆତ୍ମା ପ୍ରଭୁଙ୍କର ସ୍ତବଗାନ କର, କାରଣ ସେ ବିଶ୍ୱାସୀଙ୍କୁ ରଖନ୍ତି ସୁରକ୍ଷିତ ଚିରନ୍ତନ। ଆମ ସମସ୍ତ ଜଗତକୁ, ଏହି ପୃଥିବୀକୁ, ଆମ ସମସ୍ତ ଭାଇ ବନ୍ଧୁମାନଙ୍କୁ ବିଶ୍ୱସ୍ତ ରଖନ୍ତୁ, ଯଦ୍ୱାରା ଆମେ ସମସ୍ତେ ସ୍ୱର୍ଗରେ ରହି ସେହି ପିତା ଈଶ୍ୱରଙ୍କୁ, ପୁତ୍ର ଈଶ୍ୱରଙ୍କର ସ୍ତବଗାନ କରି ଜୀବନର ସେହି ମହାନ ଗୁଣରେ ସମସ୍ତେ ଭୂଷିତ ହେବା। ଈଶ୍ୱର ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଜୟ ଯୀଶୁ। ଗଡ୍ ବ୍ଲେସ୍ ୟୁ ଅଲ୍।